हेलो पिलाମାନେ ମୁଁ ମୋର ଓଡ଼ିଆ ମିଡ଼ିୟମ୍ କ୍ଲାसेସ୍ ଚ୍ୟାନେଲକୁ ୱେଲକମ୍ ଜଣାଉଛି। ପିଲାମାନେ ଆଜି ଦେଖିବା ତୃତୀୟ ଶ୍ରେଣୀର ଓଡ଼ିଆ ବୁକ୍ରୁ ଓକେ ସାହିତ୍ୟ ଦେଖିବା। ତ ଦେଖିପାରୁଥିବେ ଆମର ବିଷୟ ହେଉଛି କ'ଣ ଦେଖନ୍ତୁ, ଆଜି ଯେଉଁ ପାଠ ପଢ଼ିବା ସେଇଟା ହେଉଛି କହିବା ଆଗରୁ କରିବା। ତ ଆମେ ଏଇ ପାଠକୁ ଆଜି ଦେଖିବା। ଲାଷ୍ଟ କ୍ଲାସ୍ରେ ଆମେ ଦ୍ୱିତୀୟ ପାଠଟା ସାରି ଦେଇଥିଲେ। ତ ପିଲାମାନେ ତା ପୂର୍ବରୁ ଯଦି ଆପଣ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେବାକୁ ଚାହୁଁଛନ୍ତି ତାହେଲେ ସର୍ବପ୍ରଥମେ ଆପଣ ପ୍ଲେ ଷ୍ଟୋରରେ ଯାଇକି ଟେଲିଗ୍ରାମ ଆପ୍ସଟା ଡାଉନଲୋଡ଼ କରିବେ ଏବଂ ଡାଉନଲୋଡ଼ କରି ସାରିଲା ପରେ ତାକୁ ଓପନ୍ କରିବେ। ଓପନ୍ କରିସାରିଲେ ସେଠି ସର୍ଚ୍ଚ କରିଦେବେ ଆମର ଓଡ଼ିଆ ମିଡ଼ିୟମ୍ କ୍ଲାସେସ୍। କ'ଣ ଓଡ଼ିଆ ମିଡ଼ିୟମ୍ କ୍ଲାସେସ୍ ବୋଲିକି ସର୍ଚ୍ଚ କରିଦେବେ, ଓଡ଼ିଆ ମିଡ଼ିୟମ୍ କ୍ଲାସେସ୍। ତ ଦେଖିବେ ସେଇ ଲୋଗୋରେ ଓଡ଼ିଆ ମିଡ଼ିୟମ୍ କ୍ଲାସେସ୍ ଥିବ, ସେଇଠି ଆପଣ ଜଏନ୍ କରିପାରିବେ। ତ ଆପଣ ତଳେ ଜଏନ୍ ଆସିବ, ସେଇଠିକି ଆପଣ କ୍ଲିକ୍ କରିଦେଲେ ଜଏନ୍ ହେଇପାରିବେ ଆମ ଗ୍ରୁପରେ। ଓକେ, ଜଏନ୍ ହେଲେ ଆପଣ 1 to 10 ଯାଏଁ ସମସ୍ତ ଓଡ଼ିଆ ମିଡ଼ିୟମ୍ ବୁକ୍ ଫ୍ରିରେ ପାଇପାରିବେ, PDF ଆକାରରେ ପଢ଼ିପାରିବେ ଏବଂ ବିଭିନ୍ନ କ'ଣ କରେଣ୍ଟ ଆଫେୟାର୍ସ ମଧ୍ୟ ସେଇଟାକୁ ପ୍ରୋଭାଇଡ଼ କରାଯିବ। ବୁଝିପାରିଲେ? ସେମିତି ଆପଣ ଯଦି ଆମ ଟେଲିଗ୍ରାମରେ ଜଏନ୍ ହେବାକୁ ଚାହୁଁଛନ୍ତି ତାହେଲେ ଆମର ଏଇ ଡେସ୍କ୍ରିପସନ୍ ତଳେ ମଧ୍ୟ ଆମେ ଆମର ଇନଷ୍ଟା, ଫେସବୁକ୍ ଯେକୌଣସି ଜଏନ୍ ହେଇପାରିବେ। ତ ସେଇଠି ଲିଙ୍କ୍ ଅଛି, ଆପଣ କ୍ଲିକ୍ କରି ଜଏନ୍ ହେଇପାରିବେ। ସେଇଠି ମୁଁ ପ୍ରୋଭାଇଡ଼ ହେଉଛି ଏବଂ ମୁଁ ଏକ ଭିଡ଼ିଓ ମଧ୍ୟ କରିଦେଇଛି କେମିତି ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇପାରିବେ, ତାହା ମଧ୍ୟ ଅଛି। ତ ପିଲାମାନେ ଭିଡ଼ିଓଟା ଆରମ୍ଭ କରିବା ପୂର୍ବରୁ ସମସ୍ତ ସାଙ୍ଗମାନଙ୍କୁ ସେୟାର କରିଦିଅନ୍ତୁ, ଯାହାଫଳରେ ତାଙ୍କେ ମଧ୍ୟ ଉପକୃତ ହେଇପାରିବେ। ତ ଦେଖନ୍ତୁ, କହିବା ଆଗରୁ କରିବା। ଓକେ, ତ ଆଜି ଏଇଟା ପଢ଼ିବା। ସାନୁ ବିଦ୍ୟାଳୟରୁ ଘରକୁ ଫେରିଲା। ଯେତେବେଳେ ସାନୁ ବିଦ୍ୟାଳୟରୁ ଘରକୁ ଫେରିଲା ତା ମା ତାକୁ ପଚାରିଲେ। ତ ସ୍କୁଲରୁ ଫେରିଲା ପରେ ତା ମା ପଚାରିଲେ ତାଙ୍କୁ, ତୁମ ବିଦ୍ୟାଳୟରେ ଆଜି କ'ଣ ହେଲା? ତ କ'ଣ ହେଲା ତୁମର ଆଜି ଯେଉଁ ବିଦ୍ୟାଳୟରେ କ'ଣ ହେଲା? ତ ସାନୁ କ'ଣ କହିଥିବ ଦେଖ ତା ମାଆକୁ, ଆଜି ପରା ଅକ୍ଟୋବର 2 ତାରିଖ, ଆମ ବିଦ୍ୟାଳୟରେ ଗାନ୍ଧିଜୀଙ୍କର ଜନ୍ମଦିନ ପାଳନ କରା। ତ କ'ଣ କହିଲା ସେ ସାନୁ? ତା ମାଆକୁ କହିଲା ନା ଆଜି କ'ଣ ଅକ୍ଟୋବର 2 ତାରିଖ, ଆମେ ଜାଣିଛୁ କେତେ 1869 କେତେ ଅକ୍ଟୋବର 2 ତାରିଖରେ ଆମର ଗାନ୍ଧିଜୀଙ୍କର ଜନ୍ମ ହେଇଥିଲା। ଓକେ, ତ ଅକ୍ଟୋବର 2 ତାରିଖରେ ଆଜି ପରା ଅକ୍ଟୋବର 2 ତାରିଖ, ତ ଗାନ୍ଧିଜୀଙ୍କର ଆମ ଜନ୍ମଦିନକୁ ପାଳନ କଲୁ ବୋଲି ସାନୁ କହିଲା ମାଆଙ୍କୁ। ଓକେ, ଆମେ ଓ ଆମ ଗୁରୁଜୀମାନେ ବାପୁଜୀଙ୍କ ଫଟୋ ଚିତ୍ରରେ ଫୁଲ ଚଢ଼େଇଲୁ। ଆମେ ଯେଉଁ ପିଲାମାନେ ସମସ୍ତେ ଏବଂ ଗୁରୁମା ମାନେ ସମସ୍ତେ ହେଇକି କ'ଣ ବାପୁଙ୍କ ମାନେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ଆମେ ଫୁଲ ଚଢ଼େଇଲୁ, ଦେଖିପାରୁଥିବେ ଏଠି। ଓକେ, ତ ଚଢ଼େଇଲୁ ବୋଲି କହୁଛନ୍ତି। ତ ଆଉ କିଛି ହେଲା ନାହିଁ? ତ ଆଉ ପଚାରିଲେ କ'ଣ କିଛି ହେଲା ନାହିଁ ପଚାରିଲେ, ମା ପଚାରିଲେ। ସାନୁ କ'ଣ କହିଲା ଦେଖ, ହଁ ଗୁରୁଜୀଙ୍କ ବିଷୟରେ ସୁନ୍ଦର ସୁନ୍ଦର କାହାଣୀ ଶୁଣାଇଲେ, ବହୁତ ମଜା ଲାଗିଲା। ତ ଆମର ଗାନ୍ଧିଜୀଙ୍କ ବିଷୟରେ ବହୁତ ବଢ଼ିଆ କ'ଣ କାହାଣୀ ମାନେ କ'ଣ ତାଙ୍କ ଯେଉଁ ଭଲ କାମ ସବୁ କରିଥିଲେ, ଆମ ସ୍ୱାଧୀନତା ଆଣିବା ପାଇଁ କ'ଣ ସବୁ କରିଥିଲେ, ସେଇ ବିଷୟରେ ସୁନ୍ଦର ଭାଷଣ ସବୁ ଗୁରୁମା ମାନେ ସମସ୍ତେ ଦେଇଥିଲେ ବୋଲି ସାନୁ କ'ଣ କହିଛି ମାଆଙ୍କୁ କହୁଛନ୍ତି। ଓକେ, ଏବେ ଦେଖ ମା ଆଚ୍ଛା କ'ଣ ସବୁ କହିଲେ ପଚାରିଲେ କି କ'ଣ ସବୁ କହିଲେ ସେଇଠି ଦେଖ ସାନୁ କ'ଣ କହୁଛନ୍ତି। ତ ଗାନ୍ଧିଜୀଙ୍କର ପିଲାଦିନର କେତେକ ଚମତ୍କାର ଘଟଣା, ଯେଉଁ ଛୋଟବେଳେ ଯେଉଁ ଚମତ୍କାର ଯେଉଁ ଘଟଣା ମାନ ଘଟିଥିଲା, ଭଲ କାମ କରୁଥିଲେ, ତ ସେଇ ଚମତ୍କାର ଘଟଣା ଗୁଡ଼ା କହୁଥିଲେ। ଆଉ ମା ପଚାରିଲେ ଆଉ ତାଙ୍କ ବଡ଼ ଦିନର କଥା କିଛି କହିଲେ ନାହିଁ କି? ତ ସେଇଟା କ'ଣ କହିଥିଲେ, ହଁ ଖୁବ୍ କମ୍ କହିଲେ ମଧ୍ୟ, ତମେ କିଛି କୁହ ନା। ଓକେ, ସାନୁ କ'ଣ କହିଲା, ହଁ ଖୁବ୍ କମ୍, ତମେ କିଛି କୁହ ନା ହେଲା। ମା କହୁଛି ଶୁଣ। ତାପରେ ମା କ'ଣ କହୁଛି ଦେଖ, ଶୁଣ ବୋଲି କହୁଛି। ମୋ କାହାଣୀ ଆରମ୍ଭ କଲେ, ମା କାହାଣୀ ଆରମ୍ଭ କଲେ। ଦେଖ ଆରମ୍ଭ କ'ଣ କଲେ, ସାନୁ ଶୁଣିବାକୁ ଲାଗିଲା। ତାପରେ ଦେଖ ବସିଛନ୍ତି, ମା କହିବାକୁ ଆରମ୍ଭ କରୁଛି, ସାନୁ ଶୁଣୁଛି। ଥରେ ଗାନ୍ଧିଜୀଙ୍କ ପତ୍ନୀ କସ୍ତୁରବା ବେମାରରେ ପଡ଼ିଥିଲେ। ତ ମା କହୁଛନ୍ତି କ'ଣ, ଥରେ ଗାନ୍ଧିଜୀଙ୍କ ପତ୍ନୀ କ'ଣ ବେମାରରେ ପଡ଼ିଥିଲେ, ଔଷଧ ପତ୍ରରୁ କିଛି ବି ସୁଫଳ ମିଳିଲାନି। ତ ଔଷଧରୁ କିଛି ବି ସୁଫଳ ହିଁ ମିଳିଲା ନାହିଁ, ମାନେ ଭଲ ହେଲା ନାହିଁ ହେଲା। ଗାନ୍ଧିଜୀ ଚିନ୍ତିତ ହୋଇପଡ଼ିଲେ। ଗାନ୍ଧିଜୀ ବହୁତ ଚିନ୍ତାରେ ରହିଗଲେ। ସେ ପୁସ୍ତକରୁ ପଢ଼ିଥିଲେ ଯେ ବେମାରରେ ପଡ଼ିଥିବା ଲୋକ ଲୁଣ ନ ଖାଇଲେ କିଛିଟା ଉପକାର ପାଏ ହେଲା।
ତ କ'ଣ କୁହାଗଲା, ଯେଉଁ ଗାନ୍ଧିଜୀ ଯେଉଁ ବହିରେ ପଢ଼ିଥିଲେ ଥରେ, କ'ଣ ହେଇଛି ନା ସେଇ ବେମାରରେ ଯେଉଁ ଲୋକ ପଡ଼ିଥିବେ ସେଇ ଲୋକ ଯଦି ଲୁଣ ନ ଖାଇଲେ କିଛିଟା ଉପକାର ମିଳିଥାଏ ବୋଲିକି ସେ ଗାନ୍ଧିଜୀ ବାପୁଜୀ ଯେଉଁ ବହିରେ ପଢ଼ିଥିଲେ। ତ ମା କହୁଛନ୍ତି ସବୁ, ତେଣୁ ସେଇ ଏଇ ଉପଦେଶଟି କସ୍ତୁରବାଙ୍କୁ ଦେବା ପାଇଁ ମନମସ୍ତ କଲେ। ତାପରେ ଗାନ୍ଧିଜୀ କ'ଣ ତାଙ୍କ ସ୍ତ୍ରୀ ମାନେ ଯେଉଁ କସ୍ତୁରବାଙ୍କୁ ବେମାର ପଡ଼ିଥିଲେ ତାକୁ ଏଇ ଉପଦେଶଟା ଦେବା ପାଇଁ, କସ୍ତୁରବାଙ୍କୁ ଦେବା ପାଇଁ ଗାନ୍ଧିଜୀ ତାଙ୍କର ମନସ୍ଥ କଲେ। ହେଲା, ଏବେ ଦେଖ, ଗାନ୍ଧିଜୀ କସ୍ତୁରବାଙ୍କୁ କହିଲେ ତୁମେ ଖାଦ୍ୟରେ ଲୁଣ ମିଶାଇ ଖାଇବା ବନ୍ଦ କରିଦିଅ। ତାଙ୍କ ପତ୍ନୀ ଯିଏକି କସ୍ତୁରବା, ଗାନ୍ଧିଜୀ ତାଙ୍କୁ କହିଲେ ଯେ ତୁମେ ଯେଉଁ ଖାଦ୍ୟ ଖାଉଛ ଲୁଣ ମିଶାଇକି ଖାଇବା ବନ୍ଦ କରିଦେବା ପାଇଁ କହିଥିଲେ। ଦେଟ୍ ଲୁଣ ବିନା ଖାଦ୍ୟ ତ ସ୍ୱାଦ ଲାଗେ ନାହିଁ। ତ କହିଲେ କ'ଣ ଲୁଣ ବିନା ତ ଖାଦ୍ୟ କ'ଣ ସ୍ୱାଦ ହିଁ ଲାଗେ ନାହିଁ, ହଁ ନା ନାହିଁ? ଲୁଣ ବିନା କ'ଣ ଖାଦ୍ୟ ଖାଇ ହୁଏ? କସ୍ତୁରବାଙ୍କୁ ଅମଙ୍ଗ ହୋଇ କହିଲେ। ତ ଆମର କସ୍ତୁରବା ଗାନ୍ଧିଜୀଙ୍କୁ କ'ଣ କହିଥିଲେ ନା ଲୁଣ ବିନା ତ ଖାଦ୍ୟ ସ୍ୱାଦ ଲାଗିବ ନାହିଁ, କି ଲୁଣ ବିନା କ'ଣ ଖାଇ ହେବ ନାହିଁ। ତ କେମିତି ମାନେ ବନ୍ଦ କରିବି ସେମିତି କହୁଥିଲା ଆଉ। ହେଲା, ତ କ'ଣ ଦେଖ, ତୁମେ ଅବୁଝା ହେଉଛ କାହିଁକି? ଦେଖ କାହିଁ ଅବୁଝା ହେଉଛ କାହିଁକି? ତୁମର ପରା ଦେହ ଖରାପ, ସେଇଥିପାଇଁ କହୁଛି ବୋଲି ମହାତ୍ମା ଗାନ୍ଧୀ କହୁଥିଲେ। କିଛି ଦିନ ଲୁଣ ଛାଡ଼ିଦେଲେ ହୁଏତ ଆରୋଗ୍ୟ ହୋଇପାରନ୍ତି, ମାନେ ରୋଗରୁ ମୁକ୍ତ ହେଇପାରିବ। ଏଇଭଳିଆ ତାଙ୍କୁ କ'ଣ କସ୍ତୁରବାଙ୍କୁ ବୁଝାଉଥିଲେ। ଗାନ୍ଧିଜୀ ଏପରି କହି କସ୍ତୁରବାଙ୍କୁ ବୁଝେଇଲେ। ତାପରେ ଗାନ୍ଧିଜୀଙ୍କୁ ଏମିତି କହି ତାଙ୍କୁ ବୁଝେଇଲେ। କସ୍ତୁରବା ଟିକେ ମୁହଁ ଶୁଖାଇ କହିଲେ, ତାପରେ ମୁଁ ଟିକେ କ'ଣ ଶୁଖାଇ କହିଲେ, ଯଦି ତୁମକୁ କିଏ ଲୁଣ ଛାଡ଼ିବାକୁ କହେ ତୁମେ କ'ଣ ଲୁଣ ଖାଇବା ବନ୍ଦ କରିପାରିବ? ସେମିତି କହିଥିଲେ କସ୍ତୁରବା ଗାନ୍ଧିଜୀଙ୍କୁ। ଗାନ୍ଧିଜୀ ଭାବିଲେ ଏ ତ ଠିକ୍ କଥା। ପରକୁ କହିବା ଯେତିକି ସହଜ, ନିଜେ କରି ଦେଖାଇବା ସେତିକି ସହଜ ନୁହେଁ ବୋଲି କ'ଣ ଗାନ୍ଧିଜୀ କହିଥିଲେ। ଦେଖ, ତାପରେ ଏଇ କଥାକୁ ନେଇ ସେ ଚିନ୍ତା କରିବାକୁ ଲାଗିଲେ। ତାପରେ ସେ ସବୁ ଚିନ୍ତା କରିବାକୁ ଲାଗିଲେ, ଯାହା ଆମେ ଅନ୍ୟକୁ କହୁ ପ୍ରଥମେ ନିଜେ କରି ଦେଖାଇବା ଉଚିତ। ତ ସେମିତି କହନ୍ତି, ତେବେ ଯାଇ ସେ ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବା, ଯାହାଫଳରେ ଆମେ ନିଜେ ହିଁ ପ୍ରଥମେ ଛାଡ଼ିବା। ଆମେ କହିବା ପୂର୍ବରୁ ଆମେ ନିଜେ ହିଁ ସେଟାକୁ କ'ଣ ଛାଡ଼ିବା ଉଚିତ, ତାପରେ ଲୋକକୁ କହିବା ଦରକାର, ହଁ ନା ନାହିଁ? ସେମିତି ତେବେ ଯାଇ ଅନ୍ୟମାନଙ୍କ ଉପରେ କିଛି ଗୋଟେ ପ୍ରଭାବ ପକାଇ ଦେଇପାରିବ ବୋଲି ଗାନ୍ଧିଜୀ ଚିନ୍ତା କରୁଥିଲେ। ହେଲା, ଠିକ୍ କଥା ବୋଲି କସ୍ତୁରବାକୁ କହିଥିଲେ। ଏଇ କଥାଟି ଗାନ୍ଧିଜୀଙ୍କ ମନେ ମନେ ବିଚାର କଲେ। ତା ମନେ ମନେ ସବୁ ବିଚାର କଲେ। କସ୍ତୁରବାଙ୍କୁ ଦେଇଥିବା ଉପଦେଶକୁ ନିଜେ କାର୍ଯ୍ୟକାରୀ କରିବା ପାଇଁ ସଂକଳ୍ପ କଲେ। ଯେଉଁ କସ୍ତୁରବାକୁ କହିଥିଲେ ସେଇ ମାନେ ସେ ନିଜେ ଲୁଣ ଛାଡ଼ିବାକୁ ସେ ନିଜେ ହିଁ କ'ଣ ସଂକଳ୍ପ ନେଇଥିଲେ। ବୁଝିପାରିଲେ? ତାପରେ ଦେଖ କ'ଣ ହେଇଛି, ଦେଖିପାରୁଥିବେ କସ୍ତୁରବା ଏବଂ ଗାନ୍ଧିଜୀ। ଗାନ୍ଧିଜୀ କସ୍ତୁରବାଙ୍କୁ ଏଥର କହିଲେ, ମୋତେ ଯଦି ରୋଗ ହୋଇଥାନ୍ତା, ଚିକିତ୍ସକ ଯେଉଁ ଜିନିଷ ଖାଇବାକୁ ବାରଣ କରିଥାନ୍ତେ ମୁଁ ଅବଶ୍ୟ ତାହା ବନ୍ଦ କରିଦେଇଥାନ୍ତି। ଏମିତି କହିଲେ କସ୍ତୁରବାଙ୍କୁ। ଗାନ୍ଧିଜୀ କ'ଣ କହିଲେ କସ୍ତୁରବାଙ୍କୁ, ମୋତେ ଯଦି ରୋଗ ହେଇଥାନ୍ତା, କିଛି ରୋଗ ହେଇଥାନ୍ତା, ତାହେଲେ ଯେଉଁ ଚିକିତ୍ସକ ମାନେ ଯିଏକି ଚିକିତ୍ସା କରନ୍ତି ସେ ଯଦି କହିଥାନ୍ତା ଯେ କ'ଣ ଜିନିଷ ଖାଇବାକୁ ବାରଣ କରିଥାନ୍ତି କୌଣସି ଜିନିଷ, ତାହେଲେ ମୁଁ ସେଇଟା ରୋଗ ଭଲ ହେବା ପାଇଁ ନିଶ୍ଚିତ ଭାବରେ ଛାଡ଼ିଥାନ୍ତି ବୋଲି, ବନ୍ଦ କରିଦେଇଥାନ୍ତି ବୋଲି କହୁଛନ୍ତି ଗାନ୍ଧିଜୀ। ଏଥିରେ ସୁଫଳ ମିଳିଥାନ୍ତା, ଯାହାଫଳରେ ଏଠି କ'ଣ ସୁଫଳ ମିଳିଥାନ୍ତା। ମୁଁ ତୁମକୁ ଲୁଣ ଖାଇବାକୁ ମନା କରିଛି, ତେଣୁ ପ୍ରଥମେ ମୁଁ ଗୋଟିଏ ବର୍ଷ ପାଇଁ ଲୁଣ ଛାଡ଼ିଦେବି। ତ ମୁଁ ତୁମକୁ କହୁଛି ଗୋଟେ ବର୍ଷ ପାଇଁ ଲୁଣ, ମାନେ କ'ଣ ମୁଁ ତୁମକୁ କହୁଛି ଯେ ଲୁଣ ଖାଇବାକୁ ମନା କରୁଛି, ତାମାନେ ମୁଁ ପ୍ରଥମେ ଗୋଟେ ବର୍ଷ ପାଇଁ ମୁଁ ଲୁଣ ଛାଡ଼ିଦେବି ବୋଲି ମହାତ୍ମା ଗାନ୍ଧୀ କସ୍ତୁରବାକୁ କହୁଛନ୍ତି। ତାପରେ ଦେଖ, ସତକୁ ସତ ଗାନ୍ଧିଜୀ ମୁହୂର୍ତ୍ତ ବିନା ଲୁଣରେ ଖାଦ୍ୟ ଗ୍ରହଣ କରିବା ଆରମ୍ଭ କରିଦେଲେ। ମାନେ ବିନା କ'ଣ ଲୁଣରେ ଖାଦ୍ୟ ଖାଇବା ପାଇଁ ଆରମ୍ଭ କଲେ। ତାଙ୍କର ଏହି ଆଚରଣ କସ୍ତୁରବାଙ୍କ ଉପରେ ଖୁବ୍ ପ୍ରଭାବ ପକାଇଲା। ଦେଖିଲା ମହାତ୍ମା ଗାନ୍ଧୀ ମଧ୍ୟ କ'ଣ ଖାଦ୍ୟ ଖାଉଛନ୍ତି ବିନା ଲୁଣରେ। ତେଣୁ କସ୍ତୁରବାଙ୍କ ମଧ୍ୟ ଏଣିକି ଲୁଣ ନ ମିଶାଇ ଖାଇବାକୁ ଅଭ୍ୟାସ କଲେ। ମହାତ୍ମା ଗାନ୍ଧୀକୁ ଦେଖିକି କସ୍ତୁରବା ମଧ୍ୟ ଧୀରେ ଧୀରେ ସେଇ ଅଭ୍ୟାସ କଲେ। ତେଣୁ ସେ ଶୀଘ୍ର ସୁସ୍ଥ ହୋଇ ଉଠିଲେ।
ଯାହାଫଳରେ ତାଙ୍କେ କସ୍ତୁରବା ଯେଉଁ ବେମାରରେ ପଡ଼ିଥିଲା ସେ ବେମାରରୁ ଶୀଘ୍ର ତାଙ୍କେ ସୁସ୍ଥ ହୋଇପଡ଼ିଲେ। ସାନୁକୁ କାହାଣୀ ଶୁଣାଇବା ପରେ ମା କହିଲେ, ବୁଝିଲୁ ସାନୁ, ବାବୁ ଏମିତିକା ମଣିଷ ଥିଲେ ଯେ ଯାହା କହୁଥିଲେ ତାହା ନିଜେ କରି ଦେଖାଉଥିଲେ। ତାପରେ ସାନୁକୁ କହିଲା ତାଙ୍କ ମା, ସାନୁର ମା, ଯେ ଗାନ୍ଧିଜୀ ଯାହା କହୁଥିଲେ ତାହା କରିକି ଦେଖାଉଥିଲେ। ସେଇଥିପାଇଁ ସ୍ୱାଧୀନତା ସଂଗ୍ରାମ ବେଳେ ଗାନ୍ଧିଜୀଙ୍କ ସହିତ ସମଗ୍ର ଦେଶର ଲୋକ ଏକଜୁଟ ହୋଇ ଚାଲୁଥିଲେ। ସେଇଥିପାଇଁ ସ୍ୱାଧୀନତା ସଂଗ୍ରାମ ବେଳେ ଯେତେ ସବୁ ଆନ୍ଦୋଳନ କରୁଥିଲେ ସେଇ ଆନ୍ଦୋଳନରେ ଗାନ୍ଧିଜୀଙ୍କ ସହିତ ତାଙ୍କ ପଛରେ ରହିକି ଏକଜୁଟ ହେଇକି ସମସ୍ତେ ତାଙ୍କ ପଛରେ ଚାଲୁଥିଲେ ବୋଲି ସାନୁକୁ କହିଲେ। ଓକେ, ତ ପିଲାମାନେ ଦେଖନ୍ତୁ, ତ ଏବେ ତାର ପ୍ରଶ୍ନ ଉତ୍ତର ଅଛି, ତ ଅଭ୍ୟାସ ଦେଖିପାରୁଥିବେ। ତ ଦେଖିବା ସେଇ ପାଠଟା ଆମେ ଏ ପାଠଟା ସାରିଦେଲେ ଆମେ ତ ବୁଝିପାରିଲେ। ତ କ'ଣ ଦେଖିଲେ ଗାନ୍ଧିଜୀ କେମିତି କ'ଣ ତାଙ୍କ ସ୍ତ୍ରୀ କସ୍ତୁରବାଙ୍କୁ ତାଙ୍କ ରୋଗରୁ ମୁକ୍ତ କରିଥିଲେ। ଓକେ, ତ ସେଇ ବିଷୟରେ ଆମେ ଜାଣିଲେ। ତ ଦେଖ ଏଠି କେତୋଟି ଆମର କ୍ୱେଶ୍ଚିନ୍ ଅଛି। ଆସ ଗାନ୍ଧିଜୀଙ୍କ ସମ୍ପର୍କ କିଛି କଥା କହିବା। କେବେ ଗାନ୍ଧିଜୀଙ୍କ ଜନ୍ମ ପାଳନ କରାଯାଏ? ନା ଅକ୍ଟୋବର 2। କେବେ? ଅକ୍ଟୋବର 2 ତାରିଖ 1869 ହେଲା। ତାପରେ ଦେଖ, ସାନୁର ବିଦ୍ୟାଳୟରେ ଗାନ୍ଧିଜୀଙ୍କ ଜନ୍ମଦିନ କିପରି ପାଳନ କରାଯାଇଥିଲା? କିପରି ମାନେ ଯେଉଁ ଗାନ୍ଧିଜୀଙ୍କ ଫଟୋରେ ଗୁରୁଜୀ, ଗୁରୁମା ଏବଂ ସମସ୍ତ ପିଲା ମିଶିକି ଫୁଲମାଳ ଚଢ଼େଇ ଦେଇଥିଲେ ହେଲା। ବେମାରରେ ପଡ଼ିଥିବା କସ୍ତୁରବା କିଏ? କସ୍ତୁରବା ହେଉଛନ୍ତି ଗାନ୍ଧିଜୀଙ୍କ ପତ୍ନୀ। ଓକେ, ଗାନ୍ଧିଜୀଙ୍କ ପୁସ୍ତକରୁ କ'ଣ ପଢ଼ିଥିଲେ? କ'ଣ ପଢ଼ିଥିଲେ? ନା ପଢ଼ିଥିଲେ ଯେଉଁ ବେମାରରୁ ହେଇଥିବା ଲୋକ ସେ ଯଦି କିଛି ଦିନ ପାଇଁ ଲୁଣ ଛାଡ଼ିଥାଏ ସେ ବେମାରରୁ ସୁସ୍ଥ ହେବେ ବୋଲିକି ଏମିତି ପଢ଼ିଥିଲେ ହେଲା। ଗାନ୍ଧିଜୀଙ୍କୁ କସ୍ତୁରବା କି ଉପଦେଶ ଦେଲେ ଲୁଣ ଛାଡ଼ିବାକୁ? କସ୍ତୁରବା ଅମଙ୍ଗ ହେବାରୁ ଗାନ୍ଧିଜୀ କ'ଣ ଚିନ୍ତା କଲେ? ଚିନ୍ତା କରିଥିଲେ ଯେ ଗାନ୍ଧିଜୀ କ'ଣ ଚିନ୍ତା କରୁଥିଲେ? ଚିନ୍ତା କରୁଥିଲେ ନିଜେ କ'ଣ ନିଜେ କରିବା ବହୁତ କଷ୍ଟକର କିନ୍ତୁ ଅନ୍ୟକୁ କହିବା ବହୁତ ସହଜ ବୋଲି କହିଥିଲେ ଏବଂ ନିଜେ ସେ ଲୁଣ ଗୋଟେ ବର୍ଷ ପାଇଁ ଛାଡ଼ି ଦେଇଥିଲେ। ତାପରେ କ'ଣ ଆମର କସ୍ତୁରବା ମଧ୍ୟ ଛାଡ଼ି ଦେଇଥିଲେ ଗାନ୍ଧିଜୀଙ୍କୁ ଦେଖିକରି ହେଲେ ତାପରେ ତାଙ୍କ ଦେହ କସ୍ତୁରବାଙ୍କ ଦେହ ସୁସ୍ଥ ହୋଇଥିଲା। 2 ନମ୍ବର ଦେଖ, ଗାନ୍ଧିଜୀଙ୍କ ଉପଦେଶ ପାଳନ କରିବା ପାଇଁ କସ୍ତୁରବା କାହିଁକି ଅମଙ୍ଗ ହେଲେ? କାହିଁକି ଅମଙ୍ଗ ହେଇଥିଲେ? କାହିଁକି ନା ଖାଦ୍ୟ ବିନା ଲୁଣ ବିନା ଖାଦ୍ୟ ଖାଇ ହେବ ନାହିଁ। ତ ସେଇଥିପାଇଁ ଦେଖ ଏଇଠି ଥିବ ନା ନାହିଁ, ଖାଇବାକୁ ମୁଁ ଅବଶ୍ୟ ବନ୍ଦ କରିଦେବି। ଦେଖ ତ ଅମଙ୍ଗ ହେଇପାରିଲା ନାହିଁ। ଦେଖ ତ ନିଜେ କସ୍ତୁରବାକୁ ଦେଇଥିବା ଉପଦେଶ ନିଜେ ଇଏ କଲେ ହଁ ନା ନାହିଁ। ତ ଲୁଣ ଖାଇବା ବନ୍ଦ କରିପାରିବ। ଦେଖ ଲୁଣ ବିନା ତ ଖାଦ୍ୟ ସ୍ୱାଦ ଲାଗେ ନାହିଁ ଏବଂ ଏଇଟା ଲେଖିବେ ଲୁଣି ବିନା କ'ଣ ଖାଦ୍ୟ ଖାଇବେ? କସ୍ତୁରବା ଅମଙ୍ଗ ହୋଇପଡ଼ିଲେ ହେଲା। ସେମିତି ଦେଖ ଗାନ୍ଧିଜୀକୁ ବେମାର ହୋଇନଥିଲେ ମଧ୍ୟ ସେ କାହିଁକି ଲୁଣ ଛାଡ଼ିଲେ? ଗାନ୍ଧିଜୀକୁ ବେମାର ହୋଇନଥିଲେ ମଧ୍ୟ ସେ ଲୁଣ ଛାଡ଼ିଥିଲେ କାରଣ ଯେଉଁ ତାଙ୍କ ପତ୍ନୀ କସ୍ତୁରବାଙ୍କୁ କହୁଥିଲେ ଯେ ଲୁଣ ତାଙ୍କ ବେମାର ଥିଲା ଯାହା ଲୁଣ ଛାଡ଼ିବା ପାଇଁ। ତ ଗାନ୍ଧିଜୀଙ୍କୁ କସ୍ତୁରବା କହିଥିଲେ ତମେ ନିଜେ ଯଦି ରୋଗରେ ହେଇଥାନ୍ତ ତାହେଲେ ତମେ ଛାଡ଼ିଥାନ୍ତ ନା ନାହିଁ ବୋଲି କହିଥିଲା। ଯାହାଫଳରେ ସେ ଗୋଟେ ବର୍ଷ ପାଇଁ ଛାଡ଼ି ଦେଇଥିଲା। ନିଜେ ପ୍ରଥମେ ଛାଡ଼ି ଦେଇଥିଲେ ହଁ ନା ନାହିଁ। ସେମିତି 3 ନମ୍ବର ଦେଖ, ଆଗ କିଏ ପଛ କିଏ ଜାଣିବା? କ୍ରମ ଅନୁସାରେ ପଛକୁ ପଛେଇ ପକାଇ। ଦେଖ ତ କସ୍ତୁରବା ବେମାର, ସାନୁ ଓ ମା କଥାବାର୍ତ୍ତା ହେବା, ସାନୁର ବିଦ୍ୟାଳୟରେ ଗାନ୍ଧିଜୀଙ୍କ ଜୟନ୍ତୀ ଫାଷ୍ଟ ଏଇଟା ହଁ ନା ନାହିଁ। ଗାନ୍ଧିଜୀଙ୍କୁ ଚିନ୍ତା କରିବା ହେଲା। ତାପରେ ସାନୁ ଓ ମା କଥାବାର୍ତ୍ତା ହେଲେ ହଁ ନା ନାହିଁ। ତାପରେ ଗାନ୍ଧିଜୀ ଯେଉଁ ଆମର ଏଇଟା 1 ନମ୍ବର 2 ନମ୍ବର 3 ନମ୍ବର 4 ନମ୍ବର ଚିନ୍ତା କଲେ ତାକୁ କସ୍ତୁରବା ସୁସ୍ଥ ହେଲା 5 ନମ୍ବର ହେଲା। ସେମିତି ଦେଖ ଗାନ୍ଧିଜୀ କେଉଁ କେଉଁ ନାମରେ ପରିଚିତ? ଯେମିତିକି ଆମର ଦେଖ ବାପୁଜୀ, ମୋହନଦାସ କରମଚାନ୍ଦ ଗାନ୍ଧୀ, ଜାତୀୟ ପିତା ମହାତ୍ମା ଗାନ୍ଧୀ, ଏଇଭଳିଆ ଏଇସବୁ ଲେଖିବେ ହେଲା। ଗାର ଟାଣିବେ ଏମିତି ହେଲା। ସେମିତି ଦେଖ ଏଇଟା ଗୋଟେ ଗୋଟେ କ'ଣ କରିବେ? ବାକ୍ୟ କରିବେ। କେମିତି? ଦେଖ ଗାନ୍ଧିଜୀଙ୍କ କ'ଣ ଲେଖିବେ? କସ୍ତୁରବା
ଲୁଣ ଛାଡ଼ିଲାରୁ ରୋଗରୁ ସୁଫଳ ହେଲେ ଏମିତି କ'ଣ ଗୋଟେ ଲେଖିବେ ହେଲା। ସେମିତି ଲେଖିବେ ସୁସ୍ୱାଦୁ ଖାଦ୍ୟ ଖାଇଲେ ଶରୀର ପାଇଁ ବହୁତ ଭଲ ହେଲା। ସେଇ ଏମିତି କେତୋଟି ଏଇଟା ମଧ୍ୟ ଲେଖିବେ ହେଲା। ସେମିତି ଦେଖ ଏଇଟା ମଧ୍ୟ ଲେଖିବେ 6 ନମ୍ବର, ଯେମିତିକି ଫଟୋରେ ଫୁଲ ଚଢ଼େଇଲୁ ବୋଲି କୁହାଯାଏ ସେହିପରି ଏବେ ଲେଖ ଅନ୍ଧକୁ ବାଟ ଧରିବା ହାତ, ଏଇଟା ମଧ୍ୟ ଲେଖିଦେବେ ହେଲା। ସେମିତି ଏଇଟା ମଧ୍ୟ ଦେଖନ୍ତୁ 8 ନମ୍ବର, ଚିନ୍ତାରେ ଚିନ୍ତିତ, ସେମିତି ଦୁଃଖରୁ ଦୁଃଖିତ, ପୀଡ଼ାରୁ ପୀଡ଼ିତ, ପାଠରୁ ପଠିତ, ଏମିତି ଲେଖିଦେବେ। ଦେଖ ତୁମ ବିଦ୍ୟାଳୟର ଚାରିପାଖ ଅପରିଷ୍କାର ହୋଇଛି, ତୁମ ବିଦ୍ୟାଳୟର ଚାରିପାଖ ଅପରିଷ୍କାର ଅଛି, ପରିଷ୍କାର କରିବା କ'ଣ ଆବଶ୍ୟକତା? ପରିଷ୍କାର କରିବା ପାଇଁ ମାନେ କ'ଣ ଘାସ ଫାସ ସବୁ ଛାଞ୍ଚିବା ଦରକାର, ଯେତେ ସବୁ ଗଛ ଲତା ଥିବ ମାରିବା ଦରକାର, ଝାଡ଼ୁ କରିବା ଦରକାର, ହଁ ନା ନାହିଁ, ସେସବୁ ଲେଖିବେ ଏଇଠି। ଆରି ଦେଖ ଗାନ୍ଧିଜୀଙ୍କ ଜୀବନରେ ଘଟିଥିବା ଅନ୍ୟ କିଛି ଘଟଣା, ଯେମିତିକି ଚମ୍ପାରଣ ଘଟିଥିଲା, ହଁ ନା ନାହିଁ, ଚମ୍ପାରଣ, ତାପରେ ନନ୍ କୋଅପରେସନ୍ ମୁଭମେଣ୍ଟ, ଅସହଯୋଗ ଆନ୍ଦୋଳନ, ଓକେ, ସେମିତି ସିଭିଲ୍ ଡିସଓବିଡିଏନ୍ସ ମୁଭମେଣ୍ଟ ହେଲା। ଏଇସବୁ ଲେଖିବେ। କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ସବୁ ଯାହା ଘଟିଥିଲା ତାହା ଲେଖିବେ ହେଲା। ଗାନ୍ଧିଜୀଙ୍କ ପରି ଅନ୍ୟ କେଉଁ ବଡ଼ ମଣିଷମାନେ ନିଜ କାମ ଦ୍ୱାରା ଲୋକଙ୍କୁ ଏକଜୁଟ କରିପାରୁଥିଲେ, ସେମାନଙ୍କ ନାମ ଯେମିତି ସର୍ଦ୍ଦାର ବଲ୍ଲଭଭାଇ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଲା, ବାଳ ଗଙ୍ଗାଧର ତିଲକ ହେଲା, ଭଗତ ସିଂ ହେଲା, ତାପରେ ଅଛନ୍ତି ଯେତେ ଜଣଙ୍କ ନାମ, ଲୋକମାନ୍ୟ ନାୟକ, ବିର୍ସା ମୁଣ୍ଡା, ଯାହା ସବୁ ନାମ ଅଛି ଲେଖିଦେବେ ଏଠି। ସେମିତି ଦେଖ ଚିତ୍ର ଦେଖି ଗାନ୍ଧିଜୀଙ୍କ ଅନ୍ୟ ଭଲ କାମ ଗୁଡ଼ିକ ଲେଖ। ଚିତ୍ର ଦେଖି ଭଲ କାମ ଗୁଡ଼ିକ ଦେଖ କେମିତି କ'ଣ ଦେଖ, ଯେମିତିକି ଅରଟରେ କରୁଛି ଗାନ୍ଧିଜୀ, ଦାଣ୍ଡି ଯାତ୍ରା ଦେଖ ହେଲା, ତାପରେ ଲୁଣ ମାରିବା, ସବୁ ଚିତ୍ର ଦେଖିପାରୁଥିବେ। ଛୋଟ ଛୁଆ, ହଁ ନା ନାହିଁ, ରେଳ କରୁଛି, ତ ସବୁ ଲେଖିଦେବେ। ପିଲାମାନେ ଦେଖନ୍ତୁ ଏଇ ପାଠଟା ମଧ୍ୟ ସାରିଦେଲେ। ତ ପିଲାମାନେ ଯଦି ଆମ ଟେଲିଗ୍ରାମରେ ଜଏନ୍ ହେବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଆମ ୟୁଟ୍ୟୁବରେ ଯାଇକି ଓଡ଼ିଆ ମିଡ଼ିୟମ୍ କ୍ଲାସେସ୍ ଚ୍ୟାନେଲ୍ ବୋଲି ସର୍ଚ୍ଚ କରିଦେବେ ଆମର ୟୁଟ୍ୟୁବରେ ମଧ୍ୟ ଯାଇକି। ତ ଆପଣ ଆମର ଯେତେ ସବୁ ଭିଡ଼ିଓ ଅଛି ହେଲା, ସେଇ ଭିଡ଼ିଓ ମାନେ ସମସ୍ତେ ଦେଖିପାରିବେ। ତ ପିଲାମାନେ ଆଶା କରୁଛି ସମସ୍ତେ ଏଇ ପାଠଟା ବୁଝିପାରୁଥିବେ। ତ ଜୟ ଜଗନ୍ନାଥ ପିଲାମାନେ, ଜୟ ଜଗନ୍ନାଥରେ ଜୟ ଜଗନ୍ନାଥ।